ଯଦି ତୁମର କୌଣସି ନିକଟବର୍ତ୍ତୀ ବା ନିଜ ଲୋକଙ୍କ ସହିତ କିଛି ଖରାପ ହେଉଛି ବା ଖରାପ ଘଟୁଛି, ତେବେ ସେଥିପାଇଁ ସେସବୁର ଦୋଷ ନିଜ ଉପରେ ନିଅ ନାହିଁ। କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କାର୍ଯ୍ୟର ବା କର୍ମର ପରିଣାମ ଭୋଗିବାକୁ ପଡ଼ିବ। ଅନ୍ୟର ନକାରାତ୍ମକ ଆଚରଣ ବା ସ୍ୱଭାବ ପାଇଁ ବି କେବେ ବି ନିଜକୁ ଦାୟୀ କର ନାହିଁ। ମନେ ରଖ, ଯଦି ମୁଁ ତୁମଠାରୁ କିଛି ଛଡ଼ାଇ ନେଉଛି କିମ୍ବା ତୁମକୁ କିଛି ଛାଡ଼ିବାକୁ କହୁଛି, ତେବେ ସେଥିପାଇଁ ନିରାଶ ହୁଅ ନାହିଁ। ଯାହା ତୁମ ପାଇଁ ସବୁଠାରୁ ଉତ୍ତମ ଅଟେ ବା ଭଲ ଅଟେ, ମୋ ଆଶୀର୍ବାଦରୁ ତାହା ତୁମକୁ ବି ମିଳିବ। ସେଥିପାଇଁ ନିଶ୍ଚିନ୍ତ ରୁହ। ଯଦି ଶ୍ରଦ୍ଧା ଅଛି, ବିଶ୍ୱାସ ଅଛି, ତେବେ କେବଳ ମୋ କହିବା ଅନୁସାରେ ବା ମୁଁ ଯାହା କହୁଛି ଜୀବନରେ ସେସବୁକୁ ଅନୁସରଣ କର। ଦେଖିବ ସବୁ ଭଲ ହେବ, ସବୁ ଠିକ୍ ମଧ୍ୟ ହୋଇଯିବ। ସର୍ବଦା ମୋ ଉଦି ବା ବିଭୂତିକୁ ନିଜ ସହିତ ରଖ। ତାହା ତୁମକୁ ପ୍ରତ୍ୟେକ ସଙ୍କଟ ଏବଂ ନକାରାତ୍ମକ ଶକ୍ତିରୁ ରକ୍ଷା କରିବ। ବହୁତ ଶୀଘ୍ର ମୁଁ ତୁମକୁ ଶିରିଡ଼ିକୁ ଡାକିବି। ଖୁସିରେ ରୁହ। ବହୁତ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।